ବୃଷ ରାଶି ଆଉ କାନ୍ଦିବେ ନାହିଁ। ଆଜିଠାରୁ ବଦଳିବ ଭାଗ୍ୟ। ଧନ, ଚାକିରି ଓ ଶତ୍ରୁଙ୍କ ଉପରେ ବଡ଼ ପ୍ରଭାବ। ନମସ୍କାର ଦର୍ଶକ ବନ୍ଧୁ, ବୃଷ ରାଶିର ଲୋକମାନେ ଏବେ ଆଉ ଚୁପ୍ ରହିବାର ସମୟ ନୁହେଁ। ଯେଉଁମାନେ ଆପଣଙ୍କୁ ଦୁର୍ବଳ ଭାବୁଥିଲେ, ଯେଉଁମାନେ ଭାବୁଥିଲେ ଆପଣ କିଛି କରିପାରିବେ ନାହିଁ, ଯେଉଁମାନେ ଆପଣଙ୍କର ସରଳତାର ଫାଇଦା ଉଠାଉଥିଲେ, ସେହି ଲୋକମାନଙ୍କ ପାଇଁ ଏବେ ଆପଣଙ୍କର ପରିବର୍ତ୍ତନ ଦେଖିବାର ସମୟ ଆସିଛି। କାରଣ ବୃଷ ରାଶିର ଜୀବନରେ ଧୀରେ ଧୀରେ ଏପରି କିଛି ଗ୍ରହର ପ୍ରଭାବ ତିଆରି ହେଉଛି, ଯାହା ଆପଣଙ୍କର ଧନ, କାର୍ଯ୍ୟ, ସମ୍ମାନ, ପରିବାର ଏବଂ ଭବିଷ୍ୟତ ଉପରେ ପ୍ରଭାବ ପକାଇପାରେ। ଏତେ ଦିନ ଧରି ଯେଉଁ କାମ ଅଟକି ରହିଥିଲା, ଯେଉଁ ଟଙ୍କା ଆସିବାର ବିଳମ୍ବ ହେଉଥିଲା, ଯେଉଁ ସୁଯୋଗ ହାତଛଡ଼ା ହେଉଥିଲା, ଏବେ ସେ ସବୁକୁ ନେଇ ନୂଆ ଆଶା ଦେଖାଯାଇପାରେ। କିନ୍ତୁ ଏଠାରେ ଗୋଟିଏ ବଡ଼ ସମସ୍ୟା ଅଛି। ଆପଣଙ୍କର ଭାଗ୍ୟ ବଦଳିବା ପୂର୍ବରୁ ଆପଣଙ୍କର ଚିନ୍ତାଧାରା ବଦଳିବା ଦରକାର। ବୃଷ ରାଶି, ଆପଣ ଅନେକ ସମୟରେ ଅନ୍ୟମାନଙ୍କ ପାଇଁ ନିଜ ଖୁସିର ତ୍ୟାଗ କରିଛନ୍ତି, କିନ୍ତୁ ଏବେ ସମୟ ଆସିଛି ନିଜ ପାଇଁ ଠିଆ ହେବାର, ନିଜ ସ୍ୱପ୍ନ ପୂରଣ କରିବାର, ଏବେ ନିଜ ଜୀବନକୁ ନିଜ ନିୟମରେ ବଞ୍ଚିବାର। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ, କାରଣ ଶେଷରେ ବୃଷ ରାଶି ପାଇଁ କିଛି ସରଳ ଉପାୟ ମଧ୍ୟ ମୁଁ କହିବି। ବୃଷ ରାଶିର ଲୋକମାନେ ସ୍ୱଭାବରେ ବହୁତ ଧୈର୍ଯ୍ୟଶୀଳ ହୋଇଥାନ୍ତି। ଆପଣ ହଠାତ୍ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ ଏବଂ ଭଲ ଭାବରେ ଭାବନ୍ତି, ବିଚାର କରନ୍ତି ଏବଂ ତାପରେ ପଦକ୍ଷେପ ନିଅନ୍ତି। କିନ୍ତୁ ଏହି ଗୁଣର ଫାଇଦା ଅନେକ ଲୋକ ଉଠାଇଛନ୍ତି। ଆପଣ ଅଧିକ ସମୟ ଅପେକ୍ଷା କରିଛନ୍ତି, ଅଧିକ ସହିଛନ୍ତି, ଅଧିକ ଭରସା ମଧ୍ୟ କରିଛନ୍ତି। ଏବେ ଅନେକ ସମୟରେ ଆପଣ ଜାଣିଥିଲେ ମଧ୍ୟ କିଛି ଲୋକ ଆପଣଙ୍କ ସହିତ ଠିକ ବ୍ୟବହାର କରୁନାହାନ୍ତି, ତଥାପି ସମ୍ପର୍କ ଭାଙ୍ଗିବାକୁ ଚାହିଁନାହାନ୍ତି। କାହିଁକି? କାରଣ ଆପଣ ସମ୍ପର୍କକୁ ମୂଲ୍ୟ ଦିଅନ୍ତି। କିନ୍ତୁ ମନେ ରଖନ୍ତୁ ଦର୍ଶକ ବନ୍ଧୁ, ସମ୍ପର୍କ ଯେତେବେଳେ ସୁନ୍ଦର ହୁଏ, ଯେତେବେଳେ ଦୁଇ ପକ୍ଷରୁ ସମ୍ମାନ ରହେ, ଯଦି କେବଳ ଆପଣ ହିଁ ସମ୍ପର୍କକୁ ବଞ୍ଚାଉଛନ୍ତି, ତେବେ ସେହି ସମ୍ପର୍କ ଆପଣଙ୍କୁ ଧୀରେ ଧୀରେ ଭିତରୁ ଦୁର୍ବଳ କରିଦେବ। ଗତ କିଛି ସମୟରେ ଆପଣଙ୍କ ସହିତ ଏପରି କିଛି ହୋଇଥାଇପାରେ। ଟଙ୍କା ଅଟକିଛି, କାମ ଅଟକିଛି, ପରିବାରରେ ମତଭେଦ ଦେଖାଦେଇଛି, ବିଶ୍ୱାସ କରିଥିବା ଲୋକ ଦୂରେଇ ଯାଇଛନ୍ତି ଏବଂ ସବୁଠାରୁ ବଡ଼ କଥା ହେଉଛି ଆପଣଙ୍କର ମନରେ ଶାନ୍ତି ମଧ୍ୟ କେଉଁଠି ହଜିଯାଇଛି। କିନ୍ତୁ ବୃଷ ରାଶି ଏହି ସମୟ ଆପଣଙ୍କୁ ଗୋଟିଏ ଶିକ୍ଷା ଦେଉଛି, ସବୁ ଲୋକଙ୍କୁ ଖୁସି କରିବା ଆପଣଙ୍କର ଦାୟିତ୍ୱ ନୁହେଁ। ଏବେ ଆସନ୍ତୁ ଜାଣିବା ବୃଷ ରାଶିର ଧନ ଏବଂ କାର୍ଯ୍ୟକ୍ଷେତ୍ର ବିଷୟରେ ଜାଣିବା। ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର। ଶୁକ୍ର ଧନ, ସୁଖ, ସୌନ୍ଦର୍ଯ୍ୟ, ଭୋଗବିଳାସ, ପ୍ରେମ ଏବଂ ଆକର୍ଷଣ ସହିତ ଜଡ଼ିତ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି। ତେଣୁ ବୃଷ ରାଶିର ଲୋକମାନଙ୍କ ପାଇଁ ଧନ ଏବଂ ସୁଖ ସୁବିଧାର ବିଷୟ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହେ। ଆଗାମୀ ସମୟରେ ଆୟ ବଢ଼ିବାର ନୂଆ ରାସ୍ତା ଖୋଜିବାର ସୁଯୋଗ ମିଳିପାରେ। ଚାକିରି କରୁଥିବା ଲୋକମାନେ ନିଜ କାମରେ ନୂଆ ଦାୟିତ୍ୱ ପାଇପାରନ୍ତି। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନେ ହଠାତ୍ ନିଷ୍ପତ୍ତି ନ ନେଇ ସୁଯୋଗକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ବ୍ୟବସାୟ କରୁଥିବା ବୃଷ ରାଶିର ଲୋକମାନଙ୍କ ପାଇଁ ମଧ୍ୟ ନୂଆ ଗ୍ରାହକ, ନୂଆ ଅର୍ଡର କିମ୍ବା ନୂଆ ବ୍ୟବସାୟିକ ସମ୍ପର୍କ ତିଆରି ହୋଇପାରେ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଟଙ୍କା ଆସିଲେ ହିଁ ଧନୀ ହେବେ ନାହିଁ ଆପଣ। ଟଙ୍କାକୁ ଧରି ରଖିପାରିଲେ ହିଁ ଧନୀ ହୋଇପାରିବେ। ତେଣୁ ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ ଏବଂ ଭବିଷ୍ୟତ ପାଇଁ ସଞ୍ଚୟ ଆରମ୍ଭ କରନ୍ତୁ। ବୃଷ ରାଶି, ଆପଣଙ୍କ ଜୀବନରେ ଯେଉଁ କାମଗୁଡ଼ିକ ବାରମ୍ବାର ଅଟକୁଥିଲା, ତାହାର ମୁଖ୍ୟ କାରଣ ସବୁବେଳେ ଶତ୍ରୁ ନୁହେଁ। କେବେ କେବେ ଆମର ନିଜର ଦ୍ୱନ୍ଦ୍ୱ, ଭୟ ଏବଂ ଅଧିକ ଚିନ୍ତା ମଧ୍ୟ ଆମକୁ ପଛକୁ ଟାଣିଥାଏ। ଆପଣ କୌଣସି କାମ କରିବାକୁ ଭାବନ୍ତି, ପୁଣି ଭାବନ୍ତି କଣ ହେବ, ତାପରେ ଅନ୍ୟ ଜଣଙ୍କୁ ପଚାରନ୍ତି, ସିଏ କହିଲେ କରନ୍ତୁ ନାହିଁ, ଆପଣ ପୁଣି ଅଟକି ଯାଆନ୍ତି। ଏହିଭଳି କରି କରି ଅନେକ ସୁଯୋଗ ହାତରୁ ଚାଲି ଯାଇପାରେ। ତେଣୁ ଆଗାମୀ ସମୟରେ ଗୋଟିଏ ନିୟମ କରନ୍ତୁ, ପରାମର୍ଶ ସମସ୍ତଙ୍କ ଠାରୁ ନିଅନ୍ତୁ, କିନ୍ତୁ ନିଷ୍ପତ୍ତି ନିଜ ବୁଦ୍ଧିରେ ନିଅନ୍ତୁ। ଯେଉଁମାନେ ଆପଣଙ୍କ ବିରୁଦ୍ଧରେ କଥା କହୁଥିଲେ, ସେମାନଙ୍କୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କର ସଫଳତା ହିଁ ସେମାନଙ୍କର ସବୁଠାରୁ ବଡ଼ ଉତ୍ତର ଦେବ। ଯଦି ଆପଣଙ୍କର ସଫଳତା ହେଇଯାଏ, ସେମାନଙ୍କୁ ସବୁଠାରୁ ବଡ଼ ଉତ୍ତର ଦେବ। ଏବେ କଥା ହେବା ପ୍ରେମ ଏବଂ ପରିବାର ବିଷୟରେ। ବୃଷ ରାଶିର ଲୋକମାନେ ପ୍ରେମରେ ବହୁତ ସତ୍ୟବାଦୀ ହୋଇଥାନ୍ତି। ଥରେ କାହାକୁ ନିଜର ମନ ଦେଇଦେଲେ ବା ମାନିନେଲେ, ତାଙ୍କ ପାଇଁ ଅନେକ କିଛି କରିବାର ପ୍ରସ୍ତୁତ ହୋଇଯାନ୍ତି। କିନ୍ତୁ ଏହି କାରଣରୁ କେବେ କେବେ ଆପଣ
ଅଧିକ ଆଶା କରିଦିଅନ୍ତି ଏବଂ ଯେତେବେଳେ ସେହି ଆଶା ପୂରଣ ହୁଏ ନାହିଁ ଆପଣ ଭିତରୁ ବହୁତ ଭାଙ୍ଗି ଯାଆନ୍ତି। ଆଗାମୀ ସମୟରେ ସମ୍ପର୍କରେ ସବୁଠାରୁ ଆବଶ୍ୟକ ହେବ ସ୍ପଷ୍ଟ କଥାବାର୍ତ୍ତା। ତୃତୀୟ ବ୍ୟକ୍ତିଙ୍କର କଥା ଶୁଣି ନିଜ ସମ୍ପର୍କକୁ ନଷ୍ଟ କରନ୍ତୁ ନାହିଁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ଭୁଲ ବୁଝାବୁଝି ହେଲେ ସିଧାସଳଖ କଥା ହୁଅନ୍ତୁ। ଅବିବାହିତ ବୃଷ ରାଶି ଲୋକମାନଙ୍କ ପାଇଁ ମଧ୍ୟ ନୂଆ ପରିଚୟ କିମ୍ବା ଭଲ ସମ୍ପର୍କର ସୁଯୋଗ ଆସିପାରେ। କିନ୍ତୁ ପ୍ରଥମ ଦେଖାରେ କାହା ଉପରେ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ସମୟ ନିଅନ୍ତୁ, ମଣିଷକୁ ବୁଝନ୍ତୁ, ତାପରେ ହୃଦୟ ଦିଅନ୍ତୁ। ବୃଷ ରାଶି ଜୀବନରେ ଶନିଙ୍କର ପ୍ରଭାବକୁ ନେଇ ଭୟ କରିବାର କୌଣସି ଦରକାର ନାହିଁ। ଶନିଙ୍କ ସମୟରେ ମଣିଷକୁ ଅନେକ କିଛି ଶିଖାଏ। କିଏ ପ୍ରକୃତରେ ନିଜର, କିଏ କେବଳ ଆବଶ୍ୟକତା ସମୟରେ ଆପଣଙ୍କ ପାଖକୁ ଆସେ, କିଏ ଆପଣଙ୍କର ସଫଳତା ଦେଖି ଖୁସି ହୁଏ ଏବଂ କିଏ ଆପଣଙ୍କୁ ଆଗକୁ ବଢୁଥିବା ଦେଖି ଈର୍ଷା କରେ। ଏସବୁ ଆପଣ ଧୀରେ ଧୀରେ ବୁଝିପାରିବେ। ତେଣୁ କାହାର ଖରାପ କରିବାର ନିଜେ ସମୟ ନଷ୍ଟ କରନ୍ତୁ ନାହିଁ। ଯିଏ ଆପଣଙ୍କୁ ଧୋକା ଦେଇଛି ତାର ପ୍ରତିଶୋଧ ନେବା ଆବଶ୍ୟକ ନାହିଁ। ଆପଣ ନିଜ ଜୀବନରେ ସଫଳ ହୋଇଯାଆନ୍ତୁ, ସେ ହିଁ ହେବ ସବୁଠାରୁ ବଡ଼ ଉତ୍ତର। ଆପଣ ଯେତେ ଶାନ୍ତ ରହିବେ, ଯେତେ ନିଜ କାମରେ ଧ୍ୟାନ ଦେବେ, ସେତେ ଆଗକୁ ବଢିବେ। ଏବେ ଆସନ୍ତୁ ଜାଣିବା ଆପଣମାନଙ୍କର ସ୍ୱାସ୍ଥ୍ୟ ବିଷୟରେ। ବୃଷ ରାଶି ଲୋକମାନେ ନିଜ କାମ ଏବଂ ପରିବାରର ଦାୟିତ୍ୱରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ନିଜ ଶରୀରକୁ ଅଣଦେଖା କରିଦିଅନ୍ତି। ଏହା କରନ୍ତୁ ନାହିଁ। ସମୟରେ ଖାଆନ୍ତୁ, ପର୍ଯ୍ୟାପ୍ତ ପରେ ନିଦ୍ରା ନିଅନ୍ତୁ, ମାନସିକ ଚାପ କମାନ୍ତୁ, ଅତ୍ୟଧିକ ମିଠା, ତେଲ ମସଲା ଏବଂ ଅନିୟମିତତା ଖାଦ୍ୟ ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ। ନିଶ୍ଚିତ ଭାବରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନେ ରଖନ୍ତୁ, ଧନ ହରାଇଲେ ପୁଣି ରୋଜଗାର କରିହେବ, କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେଲେ ଜୀବନର ସୁଖ କମିଯାଏ। ବୃଷ ରାଶିର ଲୋକମାନେ ଏବେ ଆସନ୍ତୁ କିଛି ସରଳ ଆଧ୍ୟାତ୍ମିକ ଉପାୟ ବିଷୟରେ ଜାଣିବା। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଶ୍ରଦ୍ଧାର ସହିତ ପୂଜା କରନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ ଗରିବ କିମ୍ବା ଆବଶ୍ୟକତା ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ। ସଫା ସୁତୁରା ପୋଷାକ ପିନ୍ଧନ୍ତୁ ଏବଂ ଘରକୁ ପରିଷ୍କାର ରଖନ୍ତୁ। ଶୁକ୍ରବାର ଦିନ ଧଳା ଜିନିଷ ଦାନ କରିପାରନ୍ତି। ଶିବଙ୍କୁ ଜଳ ଅର୍ପଣ କରିବା ଏବଂ ନିଜ ଶ୍ରଦ୍ଧା ଅନୁସାରେ ମନ୍ତ୍ର ଜପ କରିବା ମଧ୍ୟ କରିପାରନ୍ତି। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ସବୁଠାରୁ ବଡ଼ ଉପାୟ ହେଉଛି ନିଜର କର୍ମ। କାହାକୁ ଧୋକା ଦିଅନ୍ତୁ ନାହିଁ, କାହାର ଅଧିକାର ଛଡ଼ାଇ ନିଅନ୍ତୁ ନାହିଁ, ଅନ୍ୟାୟ କେବେ ହେଲେ କରନ୍ତୁ ନାହିଁ ଏବଂ ଯିଏ ଆପଣଙ୍କ ସହିତ ଖରାପ କରିଛି ତା ପାଇଁ ନିଜ ମନରେ ଘୃଣା ରଖି ନିଜ ଶାନ୍ତି ନଷ୍ଟ କରନ୍ତୁ ନାହିଁ। ସମୟକୁ ତାର କାମ କରିବାକୁ ଦିଅନ୍ତୁ। ବୃଷ ରାଶି, ଆପଣ ବହୁତ ସହିଛନ୍ତି। ଏବେ ନିଜକୁ ପୁଣି ଥରେ ଗଢ଼ିବାର ସମୟ ଆସିଛି। ନିଜ ଉପରେ ବିଶ୍ୱାସ ରଖିବାର ସମୟ ଆସିଛି। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ନିଜ ସ୍ୱପ୍ନକୁ ଛାଡ଼ନ୍ତୁ ନାହିଁ। ଯଦି ଆପଣ ବୃଷ ରାଶିର ଅଟନ୍ତି ଏବଂ ଗତ କିଛି ସମୟରେ ଆପଣଙ୍କ ଜୀବନରେ ମଧ୍ୟ ଏପରି ପରିବର୍ତ୍ତନ ଆସିଛି, ତେବେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ ଓಂ ଶ୍ରୀ ମହାଲକ୍ଷ୍ମୀ ନମଃ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ବୃଷ ରାଶିର ନିଜର ବନ୍ଧୁ ଏବଂ ପରିବାର ବର୍ଗଙ୍କୁ এই ভিডিওକୁ ସେୟାର କରନ୍ତୁ। ଏଇଭଳି ରାଶିଫଳ ଜ୍ୟୋତିଷ ଜୀବନର ସମ୍ପର୍କ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ଦବାଇ ଦେବାକୁ ଭୁଲନ୍ତୁ ନାହିଁ। ଆପଣଙ୍କ ଜୀବନର ଖରାପ ସମୟ ସବୁବେଳେ ରହିବ ନାହିଁ। ସମୟ ବଦଳିବ, ଆପଣଙ୍କର ପରିଶ୍ରମର ଫଳ ମଧ୍ୟ ଦିନେ ନା ଦିନେ ମିଳିବ। ଆଜି ପାଇଁ ଏତିକି। ପୁଣି ଏକ ନୂଆ ରାଶିଫଳ ଏବଂ ନୂଆ ତଥ୍ୟ ସହିତ ଦେଖା ହେବା। ଜୟ ମା ଲକ୍ଷ୍ମୀ। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ।